ଗାଁରେ ଦୁଇ ଭାଇ ଥିଲେ। ବଡ଼ ଭାଇ ରାମୁ ଏବଂ ସାନ ଭାଇ ସାମୁ। ରାମୁ ବହୁତ ଧାର୍ମିକ ଥିଲେ। ପ୍ରତି ସନ୍ଧ୍ୟାରେ ସେ ମନ୍ଦିରକୁ ଯାଉଥିଲେ, ଭଗବାନଙ୍କ ନାମ ଜପ କରୁଥିଲେ ଏବଂ ପୂଜାରେ ବହୁତ ସମୟ ବିତାଉଥିଲେ। ସାନ ଭାଇ ସାମୁ ମଧ୍ୟ ଜଣେ ଭଲ ହୃଦୟର ବ୍ୟକ୍ତି ଥିଲେ, କିନ୍ତୁ ସେ ପୂଜାରେ ଅଧିକ ସମୟ ବିତାଉ ନଥିଲେ। ବରଂ ସେ ସେହି ସମୟରେ ସେ ଗାଁ ଲୋକଙ୍କୁ ସାହାଯ୍ୟ କରୁଥିଲେ, ଗରିବ ଘରକୁ ଯାଉଥିଲେ, ପାଣି ଆଣି ଦେଉଥିଲେ ଏବଂ ରୋଗୀଙ୍କୁ ଔଷଧ ଦେଉଥିଲେ। ଗୋଟେ ଦିନ ରାମୁ ଗର୍ବରେ ସାମୁଙ୍କୁ କୁହନ୍ତି, ମୁଁ ପ୍ରତିଦିନ ପୂଜା କରେ, ଅନେକ ଯଜ୍ଞ କରେ। ତୁମେ ମୋ ଅପେକ୍ଷା 4 ଗୁଣ କମ୍ ଧାର୍ମିକ। ତୁମେ ଧର୍ମ ପାଳନ କର ନାହିଁ। ଯଦି ତୁମେ ଭଲ କାମ କର, ତେବେ ଠାକୁର କାହାକୁ ପସନ୍ଦ କରିବେ? ସାମୁ ହସି କହିଲେ, ଭାଇ, ଠାକୁର ଏକ ବଡ଼ ହୃଦୟରେ ବାସ କରନ୍ତି। ତାଙ୍କୁ ଦେଖାଇବା ପାଇଁ ତୁମକୁ ଏକ ମହାନ ଧର୍ମର ଆବଶ୍ୟକତା ନାହିଁ। ତାଙ୍କ ସେବା କରିବା ପାଇଁ ତୁମକୁ ଏକ ପବିତ୍ର ମନର ଆବଶ୍ୟକତା ଅଛି। ଦିନେ ଠାକୁର ପରୀକ୍ଷା କଲେ। ଗୋଟିଏ ଦିନ ଗାଁରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଲା। ଅନେକ ଘର ପୋଡ଼ି ଯାଉଥିଲା। ସାମୁ ଠାକୁରଙ୍କ ମୂର୍ତ୍ତିକୁ ରକ୍ଷା କଲେ ଏବଂ ସେ ଅନେକ ଲୋକଙ୍କୁ ପାଣି, ଚାଉଳ ଏବଂ ଆଶ୍ରୟ ଦେଲେ। 3 ଦିନ ପରେ ଠାକୁର ସ୍ୱପ୍ନରେ ରାମୁଙ୍କୁ କହିଲେ, ରାମୁ, ତୁମେ ମୋ ପାଇଁ ଅନେକ ପୂଜା କରିଛ, କିନ୍ତୁ ସାମୁ ନିଜ ଜୀବନ ଦେଇ ଲୋକଙ୍କୁ ସେବା କରିଥିଲେ। ଯେଉଁଠାରେ ସେବା ଅଛି, ମୁଁ ସେଠାରେ ରହେ। କର୍ମ ହେଉଛି ଏକ ଧର୍ମର ମୂଳ। ସେହି ସ୍ୱପ୍ନ ଦେଖିବା ପରଠାରୁ ରାମୁର ଜୀବନ ପରିବର୍ତ୍ତନ ହୋଇଗଲା। ସେହି ଦିନଠାରୁ ରାମୁ ମଧ୍ୟ ଜାଣିପାରିଲେ ଯେ ବଡ଼ ବଡ଼ ପୂଜାର ଆୟୋଜନରେ ପୂଜା ହୁଏ ନାହିଁ। ଠାକୁରଙ୍କ ପ୍ରକୃତ ପୂଜା ହେଉଛି ଲୋକଙ୍କର ମଙ୍ଗଳ କରିବା, ଗରିବଙ୍କୁ ହସାଇବା, ରୋଗୀଙ୍କୁ ସୁସ୍ଥ ରଖିବା। ସେହି ମୁହୂର୍ତ୍ତରୁ ତାଙ୍କ ଜୀବନ ବଦଳିଗଲା। ସେ ମନ୍ଦିରରେ କି ଗାଁରେ ଥିଲେ ମଧ୍ୟ ଯଦି କାହାକୁ ସାହାଯ୍ୟର ଆବଶ୍ୟକ ହୁଏ, ସେ ତାଙ୍କୁ ସାହାଯ୍ୟ କରନ୍ତି। ସେ ସାହାଯ୍ୟରେ ହିଁ ସବୁଠି ପରମେଶ୍ୱରଙ୍କୁ ଦେଖୁଥିଲେ। ଏହି କାହାଣୀ ଆମକୁ ଏହା ଶିକ୍ଷା ଦିଏ, ଯେଉଁଠାରେ ଜନସେବା ଅଛି, ସେଠାରେ ଠାକୁର ଅଛନ୍ତି। କଥାରେ ଅଛି ପରା, ମାନବ ସେବା ହିଁ ମାଧବ ସେବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିବେ, ଏହିଭଳି ଏକ ଗଳ୍ପ ସହିତ କିଛି ନୂଆ କଥା ଶିଖିବା ପାଇଁ।